ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ପୁସ୍ତକର ଗଳ୍ପ ବିଭାଗ ମଧ୍ୟରେ ଏକ ଗଳ୍ପ ରହିଛି। ଗଳ୍ପଟିର ନାମ ହେଉଛି କାଠ। ଏହି କାଠ ଗଳ୍ପଟି ମଧ୍ୟରୁ କେତୋଟି ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ଏବଂ ତାହାର ଆନ୍ସର ବିଷୟରେ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ କହିଛି, କାଠ ଗଳ୍ପର ଗାଳ୍ପିକ କିଏ? ଏହାର ଉତ୍ତର ହେଉଛି ବସନ୍ତ କୁମାର ଶତପଥୀ। 2 ନମ୍ବର ପ୍ରଶ୍ନ, କାଠ ଗଳ୍ପରେ ଆଧୁନିକ ମଣିଷର କେଉଁ ଚିତ୍ର ପ୍ରକଟିତ ହୋଇଛି? ଏହାର ଉତ୍ତର ହେଉଛି ସ୍ୱାର୍ଥ ଓ ଶଠତା। 3 ନମ୍ବର ପ୍ରଶ୍ନ, ସମାଜର ନିମ୍ନ ବର୍ଗର ଲୋକଙ୍କର କେଉଁ ସ୍ୱରୂପ କାଠ ଗଳ୍ପରେ ପ୍ରଦର୍ଶିତ ହୋଇଛି? ଏହାର ଉତ୍ତର ହେଉଛି ସରଳତା ଓ ସ୍ୱାଭିମାନ। 4 ନମ୍ବର ପ୍ରଶ୍ନ, ଲେଖକ କେଉଁ ରାଜ୍ୟର ଲୋକ ବୋଲି କହିଛନ୍ତି? ଏହାର ଉତ୍ତର ହେଉଛି ଜଙ୍ଗଲ ରାଜ୍ୟର ଲୋକ। 5 ନମ୍ବର ପ୍ରଶ୍ନ, ଗାଳ୍ପିକ ରବିବାର ଖବରକାଗଜରୁ କେଉଁ ବିଷୟରେ ଅନୁଧ୍ୟାନ କରୁଥିଲେ? ଏହାର ଉତ୍ତର ହେଉଛି ଆଦିବାସୀଙ୍କ ପାଇଁ ବିଗତ 30 ବର୍ଷର କାର୍ଯ୍ୟକ୍ରମ। 6 ନମ୍ବର ପ୍ରଶ୍ନ, ଲେଖକ କାଠ ଚିରାଳିର କେଉଁ ଭାଷାର ବ୍ୟବହାରରେ କ୍ଷୁବ୍ଧ ହୋଇଥିଲେ? ଏହାର ଉତ୍ତର ହେଉଛି ଅମାର୍ଜିତ। 7 ନମ୍ବର ପ୍ରଶ୍ନ, ଲେଖକ କାଠ ଚିରାଇବା ପାଇଁ କେତେ ଟଙ୍କା ଦେବେ ବୋଲି କହିଥିଲେ? ଉତ୍ତର ହେଉଛି 4 ଟଙ୍କା। 8 ନମ୍ବର ପ୍ରଶ୍ନ, ଶୀତରୁ ରକ୍ଷା ପାଇବା ପାଇଁ କାଠ ଚିରାଳି କ'ଣ ବ୍ୟବହାର କରୁଥିଲା? ଏହାର ଉତ୍ତର ହେଉଛି ଶାଢ଼ୀ। 9 ନମ୍ବର ପ୍ରଶ୍ନ, କାଠ ଚିରାଳି କାନିଗଣ୍ଠିରୁ କ'ଣ ବାହାର କରି ତା କଳରେ ଜାକିଲା? ଏହାର ଉତ୍ତର ଦୋକତା ଚୂନ। 10 ନମ୍ବର ପ୍ରଶ୍ନ, କାଠ କଟାଳିର ପାରିବା ପଣିଆ ଉପରେ ଲେଖକ କାହିଁକି ସନ୍ଦେହ କଲେ? ଉତ୍ତର ତାର ବୟସ ଓ ଚେହେରା ଯୋଗୁଁ। 11 ନମ୍ବର ପ୍ରଶ୍ନ, କାଠ କଟାଳିର ପ୍ରଥମ ଚୋଟରେ କୁରାଢ଼ୀଟି କେତେ ଗଭୀର ଭେଦିଥିଲା? ଉତ୍ତର ହେଉଛି 2 ଇଞ୍ଚ। 12 ନମ୍ବର ପ୍ରଶ୍ନ, କାଠ ଗଡ଼ଟିକୁ ଯିଏ କାଟିବ ତାର କ'ଣ କ୍ଷତି ହେବ ବୋଲି କାଠୁରିଆ କହିଛି? ଏହାର ଉତ୍ତର ହେଉଛି ହାତ ଫୋଟକା ଓ ଚମଡ଼ା ଛିଣ୍ଡିଯିବ ବୋଲି କାଠୁରିଆ କହିଛି। 13 ନମ୍ବର ପ୍ରଶ୍ନ, କାଠୁରିଆ ଏକାଦିନେ କେଉଁମାନେ ମରିଗଲେ ବୋଲି କହିଛି? ଏହାର ଉତ୍ତର ହେଉଛି 2 ପୁଅ ଓ ଆଗତିର୍ଲା। 14 ନମ୍ବର ପ୍ରଶ୍ନ, ଲେଖକ ରୁଟି 2 ଖଣ୍ଡର ଦାମ କେତେ ବୋଲି କହିଛନ୍ତି? ଏହାର ଉତ୍ତର ହେଉଛି 4 ଅଣା। 15 ନମ୍ବର ପ୍ରଶ୍ନ, ଗୋଦାମ ଘରେ ଥିବା କୁରାଢ଼ୀର ଓଜନ କେତେ ବୋଲି କାଠୁରିଆ କହିଛି? ଏହାର ଉତ୍ତର ହେଉଛି 2 କିଲୋ ଆର ଅଧେ। 16 ନମ୍ବର ପ୍ରଶ୍ନ, କାଠୁରିଆ ସକାଳୁ କ'ଣ ଖାଇ ଆସିଥିଲା? ଏହାର ଉତ୍ତର ହେଉଛି ତୋରାଣି କଂସାଏ। 17 ନମ୍ବର ପ୍ରଶ୍ନ, କାଠୁରିଆ ହାତକୁ ଲେଖକ କେତେ ଟଙ୍କା ବଢ଼ାଇ ଦେଲେ? ଏହାର ଉତ୍ତର ହେଉଛି 4 ଟଙ୍କା। 18 ନମ୍ବର ପ୍ରଶ୍ନ, କାଠୁରିଆ କାହିଁକି ଲାଲ ଲାଲ ଆଖିରେ ଚାହିଁଲେ? ଏହାର ଉତ୍ତର ଲେଖକ ତାକୁ ଅବିଶ୍ୱାସ କଲେ ବୋଲି। 19 ନମ୍ବର ପ୍ରଶ୍ନ, ତୁ ଆସିବୁ ନ ଆସିବୁ କି ବିଶ୍ୱାସ? ଉକ୍ତିଟି କିଏ କାହାକୁ କହିଥିଲା? ଏହାର ଉତ୍ତର ହେଉଛି ଏହି ଉକ୍ତିଟି ଲେଖକ କାଠ କଟାଳିକୁ କହିଥିଲା।
କୋଡ଼ିଏ ନମ୍ବର ପ୍ରଶ୍ନ, କାଠୁରିଆ ପ୍ରତି ଲେଖକଙ୍କ ଆଚରଣ ଓ ବ୍ୟବହାର କିପରି ଥିଲା? ଏହାର ଉତ୍ତର ହେଉଛି କାଠୁରିଆ ପ୍ରତି ଲେଖକଙ୍କର ଆଚରଣ ଓ ବ୍ୟବହାର ଆତ୍ମୀୟତା ଓ ଆନ୍ତରିକତା ନଥିଲା ବୋଲି କୁହାଯାଇଛି।